ଚୋରା ଚୈତାଳି ମଳୟ ପବନର ଏମିତି ଅନୁଭୂତି କଥାରେ କହି ବର୍ଣ୍ଣନା କରିହେବ ନାହିଁ। ଭାବିଦେଲେ ଆତ୍ମା ତ ଆତ୍ମା, ମନକୁ ମିଳିଯାଏ ଶାନ୍ତି। ସେଇ ବସନ୍ତ ଋତୁର କାହାଣୀ। ଆମ୍ବ ଗଛରେ ବଉଳ ଧରିବା ଏବଂ ମଳୟ ପବନ ହେଉଥିବା। ବାଟୋଇ ଚାଲୁଥିଲେ ଖରାଦିନରେ ବାଟରେ ମିଳିଯାଏ ଯଦି ଗୋଟେ ବରଗଛ କିମ୍ବା ବଡ଼ ଗଛ, ତା ମୂଳରେ ବସିଗଲା ପରେ ଯେଉଁ ଅନୁଭୂତି ହୁଏ, ଯେଉଁ ଥଣ୍ଡା ଥଣ୍ଡା ଗରମ ଗରମ ପବନ ବାଜୁଥାଏ, ଜୀବନର ଇଏ ଯେଉଁ ଆନନ୍ଦ, ଇଏ ଯେଉଁ ସମୟ, ଏଇ ସମୟକୁ ଅନୁଭୂତି କରିବା। ଆପଣ କେତେବେଳେ ବି ଟାୟାର୍ଡ଼ ଥିବେ, ମନ ଦୁଃଖ ଥିବ କିମ୍ବା କୌଣସି ଟେନସନ୍ ଥିବ, କେତେବେଳେ ବି ଏକାନ୍ତ ହୋଇ ଭାବିବେ ଯେ ଖରା ଦିନରେ ମୁଁ ଏକୁଟିଆ ବାଟରେ ଚାଲି ଚାଲି ଯାଉଛି, ବାଟ ମୂଳରେ ଗୋଟେ ବରଗଛ କିମ୍ବା କୌଣସି ବଡ଼ ଗଛ ପଡ଼ିଲା, ଆମେ ଯାଇକି ତା ମୂଳରେ ଟିକେ ବସିବା, ଥଣ୍ଡା ଥଣ୍ଡା ପବନର ଆନନ୍ଦ ନେବା, ଛାଇରେ ବସି ଖରାରୁ ଟିକେ ରକ୍ଷା ପାଇବା। ଏ ଯେଉଁ ଅନୁଭୂତି ବିଷୟରେ ତୁମେ ଏକାନ୍ତ ହୋଇ କେତେବେଳେ ଭାବିବ, ତୁମ ମନ ଏବଂ ଆତ୍ମାକୁ ଯେଉଁ ଶାନ୍ତି ପହଞ୍ଚିବ, ତୁମର ଭାଇମାନେ ସବୁତକ ଟେନସନ୍, ସବୁତକ ଦୁଃଖ, ସବୁତକ କଷ୍ଟ ଦୂରେଇ ଯିବ। କେତେବେଳେ ବି ମୋ ଭାଇମାନେ ଆପଣମାନଙ୍କର ଶରୀର ଅସୁସ୍ଥ ଲାଗିବ, ବି ଟାୟାର୍ଡ଼ ଅନୁଭବ କରିବେ, କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ରହିବେ, ସେ ସମୟରେ ଆପଣମାନେ ଏଇ ବସନ୍ତ ଋତୁର ମଳୟ ପବନ, ଆମ୍ବ ଗଛର ବଉଳ ଫୁଲର ବାସ୍ନା, ଗଛ ମୂଳରେ ବସିଥିବାର ଅନୁଭୂତି ଏବଂ ସନ୍ଧ୍ୟା ସମୟରେ ଫୁଟିଥିବା ନାନା ରଙ୍ଗ ବିରଙ୍ଗ ଫୁଲର ଅନୁଭୂତି ଯଦି ଆପଣ ଏକାନ୍ତ ହୋଇ ବସିକି ଭାବନ୍ତେ କିମ୍ବା ଭାବିବେ, ଆପଣଙ୍କ ମନକୁ ଯେଉଁ ଶାନ୍ତି ପହଞ୍ଚିବ, ସେ ଶାନ୍ତିଟାକୁ କଥାରେ ବର୍ଣ୍ଣନା କରି କହିହେବ ନାହିଁ। ମୋ ଭାଇମାନେ କେତେବେଳେ ବି ଅନୁଭୂତି କରିକି ଦେଖନ୍ତୁ, ଭାବିକି ଦେଖନ୍ତୁ, ଆପଣମାନଙ୍କୁ ସେ ଚିର ଆନନ୍ଦ ମଧ୍ୟ ପ୍ରାପ୍ତ ହେବ। ପ୍ରକୃତି ଆମକୁ ବହୁତ କିଛି ଦେଇଛି, ଯାହାକି ଆମେ ଉପଯୋଗୀ କରିପାରୁନାହିଁ। ଉପଯୋଗୀ କରିବା ନିହାତି ଦରକାର। ମେଡ଼ିଟେସନ୍ କରିବା ସ୍ୱାସ୍ଥ୍ୟ ପାଇଁ ଭଲ, ଦେହ ପାଇଁ ଯେମିତି ଭଲ, ସେମିତି କୌଣସି ଲୋକ ଚିନ୍ତା, ଟେନସନ୍, ଦୁଃଖ, କଷ୍ଟରେ ରହିଥିଲେ ମଧ୍ୟ ଇଏ କିଛି ଅନୁଭୂତି ଭାବିଦେଲେ ତା ଶରୀରରୁ ସମସ୍ତ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଯିବ। ତାକୁ ଗୋଟେ ପରମ ଆନନ୍ଦ ଲାଗିବ, ମନଟା ଭାରି ପ୍ରଫୁଲ୍ଲିତ ହେବ, ଖୁସି ଲାଗିବ। ମୋ ଭାଇମାନେ କେତେବେଳେ ବି ଟ୍ରାଏ କରି ଦେଖନ୍ତୁ, ଆପଣଙ୍କୁ କେମିତି ଲାଗୁଛି କମେଣ୍ଟରେ କୁହନ୍ତୁ। ଆଉ ବାବା ଓଡ଼ିଆ କ୍ରିଏସନ୍କୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ ମୋ ଭାଇମାନେ। ଛୋଟ ଛୋଟ ବଡ଼ ବଡ଼ ୟୁଟ୍ୟୁବରଙ୍କ ପାଇଁକି ତ ଆପଣମାନେ ଭରି ଭରି କମେଣ୍ଟ ବି ଦେଉଛନ୍ତି ଆଉ ସବସ୍କ୍ରାଇବ୍ କରୁଛନ୍ତି। ତ ଏ ଭାଇ ପାଇଁକା ଆପଣଙ୍କ ମନରେ କେତେ ସ୍ନେହ ଶ୍ରଦ୍ଧା ଅଛି, ଆପଣ ନିଶ୍ଚିନ୍ତ ଦେଖାନ୍ତୁ। ଆପଣଙ୍କ ସହଯୋଗ ଏବଂ ଆଶୀର୍ବାଦ ସ୍ୱରୂପରେ ମୋ ଭାଇମାନେ ଗୋଟେ ସବସ୍କ୍ରାଇବ୍, ଗୋଟେ ଲାଇକ୍ର ଆଶା ରଖୁଛି। ଜୟ ଜଗନ୍ନାଥ। ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ।